ଆଜିର ଟପିକ୍ ହେଉଛି ଏ ପଏଜନ୍ ଟ୍ରି। ଏଇଟା ଲେଖିଛନ୍ତି ଫେମସ୍ ପୋଏଟ୍ ୱିଲିୟମ୍ ବ୍ଲେକ୍। ସେ ଏଇଟା ବହୁତ ଆଗରୁ ମାନେ 1794 ରେ ଲେଖିଥିଲେ। ପ୍ରଥମେ ଆମେ ଟପିକ୍ର ମିନିଂ ଜାଣିବା। ଏ ପଏଜନ୍ ଟ୍ରି, ଆଶା କରୁଛି ପ୍ରାୟ ସବୁ ବୁଝି ଯାଇଥିବ, ଏକ ବିଷାକ୍ତ ବୃକ୍ଷ। ଏଇ ପୋଏମର ମେନ୍ କନସେପ୍ଟ ହେଉଛି ରାଗ ବା ଏଙ୍ଗର। ଆମେ ଯଦି କାହା ଉପରେ ରାଗିକି ମନ ଭିତରେ କଥାଟାକୁ ଚାପିକି ରଖିବା, ତେବେ ସେଇ ରାଗଟା ନା ଧୀରେ ଧୀରେ ବଢିକି ଗୋଟେ ବିଷାକ୍ତ ଗଛ ପରି ହେଇଯାଏ। ତେଣୁ କବି ଏଇଟା ଲେଖିଛନ୍ତି ଯେ କାହା ଉପରେ ରାଗ ଥିଲେ ତାକୁ ସେଇଟା କହିକି ସାରିଦେବା ଉଚିତ, ନହେଲେ ତାପରେ ଆମକୁ ହିଁ ଅସୁବିଧାରେ ସେଇଟା ପକାଏ। ରାଗଟି ଧୀରେ ଧୀରେ ଗୋଟେ ବଡ ବୃକ୍ଷର ଆକାର ନେବ ଆଉ ସେଇଟା ଆମକୁ ହିଁ ଅସୁବିଧାରେ ପକେଇବ। ତ ଚାଲନ୍ତୁ ଆମେ ପୋଏମ ଲାଇନ ପଢି ନେବା ଆଉ ପୋଏମ ବିଷୟରେ କିଛି ଅଧିକ ଜାଣିଯିବା। So let's start the poem. ଫାର୍ଷ୍ଟ ଲାଇନରେ କଣ ଅଛି? I was angry with my friend. ମୁଁ ମୋ ସାଙ୍ଗ ଉପରେ ରାଗ କରିଥିଲି। I told my wrath did end. ଏ ଯୋଉ ରଥ୍ ଅଛି WRATH, ୟା ମାନେ ହଉଛି ବହୁତ ଜୋର ସେ ରାଗ। ତ ମୁଁ ମୋ ରାଗକୁ, ଯୋଉ ବହୁତ ଜୋର ସେ ରାଗ ଆସିଥିଲା ମୋ ସାଙ୍ଗ ଉପରେ, ମୋ ସାଙ୍ଗକୁ ମୁଁ କହିଦେଲି। ତେଣୁ ମୋ ରାଗଟା ସରିଗଲା। ଯେହେତୁ ମୋ ସାଙ୍ଗକୁ ଉପରେ ମୁଁ ରାଗିଥିଲି, କଣ ପାଇଁ ରାଗିଥିଲି ଯେତେବେଳେ ତାକୁ କହିଦେଲି, ତ ମୋ ରାଗଟା ସେଇଠି କମିଗଲା। I was angry with my foe. ମୁଁ ମୋ ଶତ୍ରୁ ଉପରେ ରାଗ କରିଥିଲି। foe ମାନେ ହଉଛି ଶତ୍ରୁ। I told it not, my wrath did grow. କିନ୍ତୁ ମୁଁ ତାକୁ କହିଲି ନାହିଁ, ତେଣୁ ମୋ ରାଗଟା ଭିତରେ ଭିତରେ ବହୁତ ବଢିବାକୁ ଲାଗିଲା। ମୁଁ ମୋ ସାଙ୍ଗକୁ କଣ ପାଇଁ ମୁଁ ତା ଉପରେ ରାଗିଥିଲି କହିଦେଲି, ତ ସେଥିପାଇଁ ମୋ ରାଗଟା କଣ ହେଲା, କମିଗଲା। କିନ୍ତୁ ମୋ ଶତ୍ରୁଟା ଉପରେ ଯେତେବେଳେ ମୁଁ ରାଗିଥିଲି, ତ ମୋ ରାଗଟା ମୁଁ ତା ଉପରେ କାହିଁକି ରାଗିଛି ଯେତେବେଳେ ନ କହିଲି, ତ ଭିତରେ ଭିତରେ ମୋ ରାଗଟା ତା ପ୍ରତି ବଢି ବଢି ଚାଲିଲା। And I watered it in fears. Water ମାନେ ପାଣି ଦେବା। ମୁଁ ଭୟରେ ସେ ରାଗକୁ ପାଣି ଦେଇ ବଢଉଥିଲି। Night and morning with my tears. ଦିନ ଆଉ ରାତି ମୋ ଲୁହରେ ତାକୁ ସିଞ୍ଚୁଥିଲି। And I shone it with soft smiles. ମୁଁ ମିଛ ହସରେ ତାକୁ ଖରା ଦେଉଥିଲି। And with soft deceitful wiles. Deceitful ମାନେ ହଉଛି କପଟ, wiles ମାନେ ହଉଛି ଚାଲ ଚଲେଇବା। ତ ଆଉ ମୁଁ କପଟ ଚାଲ ଚାଲି ତାକୁ ବଢଉଥିଲି। ମାନେ ସେ ଫାଷ୍ଟ କଣ କହିଛନ୍ତି, ତା ଫିଅର୍ସ ଯୋଉ ରାଗ ଅଛି, ରାଗ ରୂପକ ଯୋଉ ପାଣି ତାକୁ ସେ ସିଞ୍ଚୁଥିଲା ସେ ଗଛଟାରେ, ଯୋଉ ବିଷାକ୍ତ ଗଛ ତା ମନରେ ଜନ୍ମ ନେଇଥିଲା ତା ଶତ୍ରୁ ପ୍ରତି। ତ ସେଇଟାକୁ ସେ କେମିତି ବଢେଇଛି ବୋଲି ସେ କହୁଛନ୍ତି ନା, ରାଗ ରୂପକ ପାଣି ଦଉଥିଲା, ସକାଳଠୁ ସନ୍ଧ୍ୟାବେଳେ ଯୋଉ କାନ୍ଦୁଥିଲା ସେ ଲୁହରେ ତାକୁ ସିଞ୍ଚୁଥିଲା, ଆଉ ସୂର୍ଯ୍ୟ କୋଉଟାକୁ କରୁଥିଲା, ଯୋଉ ମିଛ ସ୍ମାଇଲ ତାକୁ ଦେଉଥିଲା, ସେଟା ସୂର୍ଯ୍ୟ ରୂପରେ ତାକୁ କାମ କରୁଥିଲା, ମାନେ ଖରା ଦେଉଥିଲା ଗଛଟାକୁ। ଆଉ ଡିସିଜଫୁଲ ମାନେ ଯୋଉ କପଟ ଚାଲ ଚଲେଇକି ସେ ଗଛଟାକୁ ଧୀରେ ଧୀରେ ନିଜ ଭିତରେ ବଢେଇ ଚାଲିଥିଲା। ଯୋଉ ରାଗ ରୂପକ ଗଛ ତା ପ୍ରତି, ତା ଘୃଣାର ଗଛ ଯୋଉ ସୃଷ୍ଟି ହୋଇଯାଇଛି ତା ଶତ୍ରୁ ପ୍ରତି, ସେଇଟାକୁ ସେ ଏଇପରି ଭାବରେ ବଢେଇ ଚାଲିଥିଲା ନିଜ ଭିତରେ। And it grew both day and night. ଆଉ ସେ ରାଗଟା ଦିନ ରାତି ବଢିଲା। Till it bore an apple bright. ଯେ ପର୍ଯ୍ୟନ୍ତ ସେଠି ଗୋଟିଏ ଚକାଚକ୍ ସେଉ ନ ଫଳିଛି। ମାନେ ବୋର ମାନେ ହଉଛି ଫଳ ଦେବା। ଯେ ପର୍ଯ୍ୟନ୍ତ ତା ମନ ଭିତରେ ରାଗ ରୂପକ ବିଷାକ୍ତ ଗଛଟି ଚକାଚକ୍ ସେଉ ଭଳି ଫଳ ନ ଦେଇଛି, ସେ ଯାଏ ସେ ଗଛଟି ଦିନ ରାତି ବଢି ଚାଲିଲା। In my foe beheld it shine. Beheld ମାନେ ଦେଖିବା, foe ମାନେ କହିଥିଲି ଶତ୍ରୁ। ତ ମୋ ଶତ୍ରୁ ସେ ସେଉକୁ ଚକାଚକ୍ ହେବାରେ ଦେଖିଲା। And he knew that it was mine. ଆଉ ସେ ଜାଣିଗଲା କି ସେ ଗଛଟା ମୋର ଥିଲା। ଦେଖ, ମନର ଯୋଉ ଗଛ ଆମର ଥାଏ, କେହି ଥୋଡି ନା ଦେଖିପାରେ। ବଟ୍ ସେ ସେଇଟା ଲେଖିବା ପାଇଁ ଚାହିଁଛନ୍ତି କି ଯେତେବେଳେ ମୁଁ ମୋର ଶତ୍ରୁ ମତେ ଦେଖିଲା, ତ କୁହନ୍ତିନି ରାଗରେ, ଦେଖିବୁ ମୋ ରାଗର ଫଳ ତୁ ଦିନେ ନିହାତି ପାଇବୁ। ତ ସେଇଟା ସେ କହିଛନ୍ତି। ଯୋଉ ସିଞ୍ଚିଥିଲା ଦିନ ରାତି 24 ଘଣ୍ଟା ତା ପ୍ରତି ରାଗ ରଖି 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 ଲୁହରେ ତାକୁ ସିଞ୍ଚିକି ଗଛଟାକୁ ବଡ କରିଥିଲା ତା ମନରେ, ତା ପ୍ରତି ଯୋଉ ଧାରଣା ବହୁତ ଖରାପ ଆଣିଥିଲା, ତାର ଗୋଟେ ଫଳ ସେ ଇମାଜିନ କରିଛନ୍ତି କି ତା ରାଗର ଗୋଟେ ଫଳ ହେଇଯାଇଛି। ମାନେ ସେ ଏତେ ରାଗ ରଖିଛି, ତ ସେ ଫଳକୁ ତାଙ୍କ ସାଙ୍ଗ ଦେଖି ପାରିଛି। ମାନେ ସେ ବୁଝିପାରୁଛି ଯେ କି ହଁ, ଇଏ ଏମିତି ମୋ ପାଇଁ ଉପରେ ରାଗିଛି ବୋଲି। ତ ସେ କହିଛନ୍ତି ସେ ଫଳକୁ ଦେଖିକି ବୁଝିପାରିଲା ଯେ ଓ ଏଇଟା ହଉଛି ମୋ ଗଛର ଫଳ ବୋଲି। And into my garden stole. ଆଉ ସେ ଚୋରି କରି ମୋ ବଗିଚାକୁ ପଶିଲା। When the night had veiled the pole. ଯେବେ ରାତି ହେଲା ଆଉ ସବୁ ଅନ୍ଧାରେ ଢାଙ୍କି ହେଇଗଲା। In the morning glad I see. ଆଉ ମୁଁ ସକାଳୁ ଦେଖିଲି ଯେ my foe outstretched beneath the tree. ମୋ ଶତ୍ରୁ ସେଇ ଗଛ ତଳେ ବେଉସୀ ହେଇକି ପଡିଥିଲା।
ତ ସେ ସେଇଟା କହିଛନ୍ତି ଇମାଜିନ୍ କରିକି ଗୋଟେ କହିଛନ୍ତି ଯେ ମୁଁ ମୋ ସାଙ୍ଗକୁ ନା ସେଇ ରାଗର ଫଳଟିକୁ ପାଇବାରେ ଦେଖିଲି, ବେହୋସ ହେଇକି ପଡିଥିବାର ଦେଖିକି ମୁଁ ଗ୍ଲାଡ ହେଲି, ମୁଁ ଖୁସି ହେଲି। ମାନେ ସେ ଗୋଟେ ଅର୍ଥରେ କହିବା ପାଇଁ ଚାହିଁଛନ୍ତି ମୁଁ ଯୋଉ ରାଗଟା ତା ପ୍ରତି ରଖିଥିଲି ତା ଫଳ ମୁଁ ତାକୁ ଦେଇଦେଲି। ଏଇଟା ହେଲା ମେନ୍ କଥା। ତ ଏଇଟା ଥିଲା ପୁରା ପୋଏମ ଏ ପଏଜନ ଟ୍ରି। ତ ମନ ଭିତରେ ବେଶୀ ବିଷାକ୍ତ କାହା ପ୍ରତି ଭରନ୍ତୁ ନାହିଁ। ସେ କହିବା ପାଇଁ ଚାହୁଁଛନ୍ତି ଯଦି ରାଗ ଆସୁଛି ନା ଯେମିତି ସାଙ୍ଗ ଉପରେ ରାଗ ଆସିଲେ ଆମେ ସାଙ୍ଗକୁ ଜଣେଇ ଦିଅନ୍ତି ଆଉ ରାଗ ସେଇଠି ସମାପ୍ତ କରନ୍ତି। ତ ସେମିତି ଆମେ ଯାହାକୁ ଶତ୍ରୁ ବି ଭାବୁଛେ ତ ସେମାନଙ୍କ ସହ ସେମିତି କଲେ ବି ଶତ୍ରୁତା କମିଯିବ। ତ ଲାଇଫ ଟା ନା ବହୁତ ସ୍ମୁଥଲି ଚାଲିବ। ତ ଏଇଟା ଥିଲା ପୁରା ଟପିକ। ଯୋଉମାନେ ନ ବୁଝି ପାରୁଛ ସବୁବେଳେ ପରି କହିଛି କମେଣ୍ଟ ରେ ଜଣେଇବ, ମୁଁ ଆଉ ଥରେ ତମକୁ ଭଲସେ ବୁଝେଇଦେବି। ଥ୍ୟାଙ୍କ ୟୁ।